ଆଚ୍ଛା ପିଲାମାନେ, ତୁମେ କେମିତି ଅଛ? ତୃତୀୟ ଶ୍ରେଣୀ ପିଲାମାନେ, ତୁମର ଆମ ଭାଷା ଆମ ସାହିତ୍ୟର ପାଠ 2 ଆସରେ ଧରିବା ଜହ୍ନ। ଆଜି ଆମେ ପିଲାମାନେ ୟାକୁ ପଢ଼ିବା। ଏହି ପାଠରୁ ପିଲାମାନେ ତୁମେ ଜାଣିପାରିବ, କହିଥିବା ଗପକୁ ମନ ଦେଇ ଶୁଣି ବୁଝି ନିଜର ପ୍ରତିକ୍ରିୟା ରଖିପାରିବ। ନିଜ ଶୈଳୀ ଓ ଭାଷାରେ ଅଧା ଗପକୁ ଆଗେଇ ନେଇପାରିବ। ପିଲାମାନେ ଏ ପାଠକୁ ପଢ଼ି ସାରିଲା ପରେ ତୁମେ ଏହି ଦକ୍ଷତା ନିଶ୍ଚିତ ଭାବରେ ହାସଲ କରିବ। ତାହେଲେ ପାଠକୁ ଆରମ୍ଭ କରିବା। ଆସରେ ଧରିବା ଜହ୍ନ। ଆଚ୍ଛା ପିଲାମାନେ, କହିଲ ଦେଖି, ରାତିରେ ଆକାଶକୁ ଚାହିଁଲେ ତୁମେ କ'ଣ ଦେଖିପାରିବ? ଚିତ୍ର ଦେଖିପାରୁଛ? କ'ଣ ଦେଖୁଛ ଦେଇ କହିଲ? ତାରା। ଆଉ କ'ଣ ଦେଖିପାରୁଛ ଦେଇ କହିଲ? ଜହ୍ନ। ପିଲାମାନେ, ଜହ୍ନକୁ ତୁମେ କ'ଣ କୁହ ଦେଇ କହିଲ? ଜହ୍ନ ମାମୁଁ ନା। ଆକାଶକୁ ତୁମେ ଯଦି ଚାହିଁବ ତାହେଲେ ତାରା ଆଉ ଜହ୍ନ ଦେଖିପାରିବ। ଏଇ ଚିତ୍ରକୁ ଟିକେ ଦେଖିଲ। ଚିତ୍ରରେ ତୁମେ କ'ଣ ଦେଖୁଛ? ଦଳେ ମାଙ୍କଡ଼ ଗଛ ଉପରେ ବସିଛନ୍ତି ନା। ଏମାନେ ହେଉଛନ୍ତି ମାଙ୍କଡ଼ ପଲ। ଏଇ ଚିତ୍ରକୁ ପିଲାମାନେ ଦେଖ। ଚିତ୍ରରେ ପାଣି ଭିତରେ କ'ଣ ଦେଖାଯାଉଛି? ଠିକ୍ ଭାବରେ ଲକ୍ଷ୍ୟ କଲ। ଦେଖ, ଗଛର ଛାଇ, ଘରର ଛାଇ ଦେଖାଯାଉଛି। ଏ ଯେଉଁ ଛାଇ ଦେଖାଯାଉଛି ପ୍ରକୃତିରେ ଇଏ କ'ଣ କହିପାରିବ? ଠିକ୍ କହିଲ। ଏଗୁଡ଼ିକୁ ସବୁ ପ୍ରତିବିମ୍ବ ବୋଲି କୁହାଯାଏ। ନା, ପାଣିରେ ପ୍ରତିବିମ୍ବ ସୃଷ୍ଟି ହେଇଛି। ଏଠି ଦେଖିଲ, ଛୋଟ ପିଲାଟି ଦର୍ପଣରେ ତାର ପ୍ରତିବିମ୍ବ ଦେଖୁଛି। ଜଳରେ ଗଛର ପ୍ରତିବିମ୍ବ ଦେଖାଯାଉଛି। ଏଠି ମଧ୍ୟ ଜଳରେ ଜହ୍ନର ପ୍ରତିବିମ୍ବ ଦେଖାଯାଉଛି। ପିଲାମାନେ, ତୁମେ ଚିତ୍ର ଦେଖି ବହୁତ କିଛି ଜାଣିଲ। ବର୍ତ୍ତମାନ ଆମେ ପାଠ ଆରମ୍ଭ କରିବା। ଆସରେ ଧରିବା ଜହ୍ନ। ଦଳେ ପିଲା ମାଙ୍କଡ଼ ପୋଖରୀରେ ଜହ୍ନକୁ ଦେଖିଲେ। ଆକାଶର ଜହ୍ନକୁ ପାଣି ଭିତରେ ଦେଖି ମାଙ୍କଡ଼ମାନଙ୍କ ଖୁସି କହିଲେ ନ ସରେ। ସେମାନଙ୍କ ଭିତରୁ ଜଣେ କହିଲା, ଆରେ ଦେଖରେ, ପୋଖରୀ ଭିତରେ ଜହ୍ନ, ଚାଲ ତାକୁ ଧରିବା। ଜହ୍ନକୁ କେମିତି ଧରିବେ ସମସ୍ତେ ଉପାୟ ପାଞ୍ଚିଲେ। ସମସ୍ତେ ଉପାୟ ପାଞ୍ଚୁଥିବା ବେଳେ ଜଣେ ଜହ୍ନକୁ ଆଗ ଧରିବା ପାଇଁ ବ୍ୟସ୍ତ ହୋଇପଡ଼ିଲା। ତେଣୁ ସେ କିଛି ଚିନ୍ତା ନ କରି ପୋଖରୀ ଭିତରକୁ ମାରିଲା ଗୋଟିଏ କୁଦା। ହେଲେ ଜହ୍ନ କାହିଁ? ପାଣି ଭିତରୁ ଜହ୍ନ ଏକବାର ଛୁ। ପାଣିରେ ପହଁରୁଥିବା ମାଙ୍କଡ଼ଟି କହିଲା, ଆରେ କୁଆଡ଼େ ଗଲା ଜହ୍ନ? ଅନ୍ୟମାନେ ଗଛ ଉପରୁ କହିଲେ, ତୋ କୁଦାରେ ବୋଧହୁଏ ସେ ଡରିଗଲା। ଓଦା ଜୁଡ଼ୁବୁଡ଼ୁ ମାଙ୍କଡ଼ଟି ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା। ତାହେଲେ ପିଲାମାନେ, ଗପଟିର କିଛି ଅଂଶ ତୁମେ ଶୁଣିଲ। ଗପର ଯେତିକି ଅଂଶକୁ ଆମେ ଶୁଣିଲେ, ବର୍ତ୍ତମାନ ଆମେ ପିଲାମାନେ ଆଲୋଚନା କରିବା। ତାହେଲେ ପିଲାମାନେ, ଆସ ଜାଣିବା କିଛି ନୂଆ ଶବ୍ଦର ଅର୍ଥ ଓ ତାର ବ୍ୟବହାର। ପାଞ୍ଚିଲେ କହିଲେ ସ୍ଥିର କଲେ। ତାକୁ ନେଇ ଗୋଟେ ବାକ୍ୟ ଆମେ ଲେଖିବା। ମାଙ୍କଡ଼ମାନେ ପାଣିରେ ଥିବା ଜହ୍ନକୁ ଧରିବା ପାଇଁ ଉପାୟ ପାଞ୍ଚିଲେ। ବ୍ୟସ୍ତ। ବ୍ୟସ୍ତ କହିଲେ ତରବର ହେବା। କୌଣସି କାର୍ଯ୍ୟ ବ୍ୟସ୍ତ ହୋଇ କରିବା ଉଚିତ ନୁହେଁ। ଜୁଡ଼ୁବୁଡ଼ୁ, ତା ଅର୍ଥ ହେଲା ସମ୍ପୂର୍ଣ୍ଣ ଓଦା ହୋଇଯିବା। ଲୋକଟି ବର୍ଷାରେ ଓଦା ଜୁଡ଼ୁବୁଡ଼ୁ ହୋଇ ରାସ୍ତାରେ ଯାଉଛି। କୁଦା, କୁଦା ଅର୍ଥ ଡେଇଁବା। ମାଙ୍କଡ଼ଟି ଗୋଟିଏ କୁଦାରେ ଗଛକୁ ଚଢ଼ିଗଲା। ଉପାୟ, ଉପାୟ କହିଲେ ଯୋଜନା। ବୁଦ୍ଧି ଥିଲେ ଉପାୟ ବଳେ ବଳେ ଆସେ। ଛୁ, ଛୁ କହିଲେ ପଳେଇ ଯିବା। ହଠାତ୍ ବାଘଟିକୁ ଦେଖି ହରିଣଟି ଛୁ ମାରିଲା। ତାହେଲେ ପିଲାମାନେ, କିଛି ତୁମେ ନୂଆ ଶବ୍ଦର ଅର୍ଥ ଜାଣିଲ ଏବଂ ତାକୁ ବାକ୍ୟରେ କେମିତି ବ୍ୟବହାର କରାଯାଉଛି ତାକୁ ମଧ୍ୟ ତୁମେ ଶିଖିଗଲ। 2 ନମ୍ବର, ଆସ କିଛି ପ୍ରଶ୍ନର ଉତ୍ତର କହିବା ଓ ଲେଖିବା। କ, ମାଙ୍କଡ଼ମାନେ କେଉଁଠାରେ ଜହ୍ନକୁ ଦେଖିଲେ? ପିଲାମାନେ, ତାର ଉତ୍ତର କ'ଣ ହେବ ଦେଖି କହିଲ? ମାଙ୍କଡ଼ମାନେ ପୋଖରୀରେ ଜହ୍ନକୁ ଦେଖିଲେ। ପୂର୍ଣ୍ଣ ବାକ୍ୟରେ ଆମେ ଉତ୍ତର ଲେଖିବା। ତାପରେ ପରବର୍ତ୍ତୀ ପ୍ରଶ୍ନ ଖ, ଜହ୍ନକୁ ଧରିବା ପାଇଁ ମାଙ୍କଡ଼ମାନେ କ'ଣ କଲେ? ଜହ୍ନକୁ ଧରିବା ପାଇଁ ମାଙ୍କଡ଼ମାନେ ଏକ ଉପାୟ ପାଞ୍ଚିଲେ। ପରବର୍ତ୍ତୀ ପ୍ରଶ୍ନ ଗ, ଜହ୍ନକୁ ଧରିବା ପାଇଁ ବ୍ୟସ୍ତ ହୋଇ ଗୋଟିଏ ମାଙ୍କଡ଼ କ'ଣ କଲା? ଦେଖି ପିଲାମାନେ, ୟାର ଉତ୍ତର କ'ଣ ହେବ ଦେଇ କହିଲ? ମାଙ୍କଡ଼ଟି ଚିନ୍ତା ନ କରି ପୋଖରୀ ଭିତରକୁ ଗୋଟିଏ କୁଦା ମାରିଲା। ପରବର୍ତ୍ତୀ ପ୍ରଶ୍ନ ଘ, ପାଣିରେ ପହଁରୁଥିବା ମାଙ୍କଡ଼ଟି
ଜହ୍ନକୁ ଧରି ନ ପାରି କ'ଣ କହିଲା? ପିଲାମାନେ ତା ଉତ୍ତର କ'ଣ ହେବ ଦେଖି କହିଲ? ଜହ୍ନକୁ ଧରି ନ ପାରି ସେ କହିଲା, ଆରେ କୁଆଡ଼େ ଗଲା ଜହ୍ନ? କେଉଁ କେଉଁ ଜିନିଷରେ ତୁମେ ପ୍ରତିବିମ୍ବ ଦେଖିପାରିବ ବାଛି କୋଠରୀ ଭିତରେ ଲେଖ। ତାହେଲେ କ'ଣ କ'ଣ ସବୁ ଅଛି ଦେଖିଲ? କାଗଜ, ପାଣି, କାନ୍ଥ, ଦର୍ପଣ, ନୂଆ ଷ୍ଟିଲ୍ ଚାମଚ, କାଠପଟା। ତେଣୁ ୟା ଭିତରୁ ଯେଉଁଠି ତୁମେ ପ୍ରତିବିମ୍ବ ଦେଖିପାରିବ ଏଇ କୋଠରୀ ଭିତରେ ଲେଖିବ। ତାହେଲେ ପିଲାମାନେ କ'ଣ ହେବ ତାର ଉତ୍ତର ଦେଖି କହିଲ? ହଁ, ପାଣି। ଆଉ କ'ଣ ହେବ? ଦର୍ପଣ। ଆଉ କ'ଣ ହେବ? ନୂଆ ଷ୍ଟିଲ୍ ଚାମଚ। ନା, ଏଗୁଡ଼ିକରେ ତୁମେ ପ୍ରତିବିମ୍ବ ଦେଖିପାରିବ। 4 ନମ୍ବର ପିଲାମାନେ ଦେଖ, ଚିତ୍ରରେ ଚଢ଼େଇଟି କ'ଣ କରୁଛି ଓ କାହିଁକି ଏପରି କରୁଛି 3ଟି ବାକ୍ୟରେ ଲେଖ। ଚିତ୍ରକୁ ପିଲାମାନେ ଭଲ ଭାବରେ ଦେଖିନିଅ। ଦେଖ ଏଠି କ'ଣ ଅଛି? ଗୋଟେ ଗଛରେ ଫଳ ଫଳିଛି, ତା ଆଗରେ ଗୋଟେ ଦର୍ପଣ ଅଛି। ଦର୍ପଣରେ ସେ ଫଳର ପ୍ରତିବିମ୍ବ ଦେଖାଯାଉଛି। ଚଢ଼େଇଟି କ'ଣ କରୁଛି? ସେ ଫଳକୁ ଖାଇବାକୁ ଚେଷ୍ଟା କରୁଛି। ତେଣୁ ୟାକୁ ନେଇ ତୁମେ 3ଟି ବାକ୍ୟ ଲେଖିବ। ତାହେଲେ ଦେଖ, ପ୍ରଥମ ବାକ୍ୟ କ'ଣ ଲେଖିଲି ମୁଁ? ଚଢ଼େଇଟି ଫଳଗୁଡ଼ିକୁ ଖାଇବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଦ୍ୱିତୀୟ ବାକ୍ୟ, ଫଳର ପ୍ରତିବିମ୍ବ ଦର୍ପଣରେ ଦେଖାଯାଉଛି ବୋଲି ସେ ଜାଣିପାରୁନାହିଁ। ବର୍ତ୍ତମାନ ତୃତୀୟ ବାକ୍ୟ, ଫଳକୁ ବାରମ୍ବାର ଖାଇବାକୁ ଚେଷ୍ଟା କରିବି ସେ ଅସଫଳ ହେଉଛି। ତେଣୁ ଏଇଭଳି ଭାବରେ ତୁମେ 3ଟି ବାକ୍ୟ ଲେଖିପାରିବ। ପାଠ ତୁମକୁ କେମିତି ଲାଗିଲା ପିଲାମାନେ? ବର୍ତ୍ତମାନ ତୁମ ପାଇଁ ଗୃହ କାର୍ଯ୍ୟ। ଚିତ୍ରକୁ ଦେଖି ଗପଟିଏ ଲେଖ। ଗପଟିକୁ ଲେଖି ତୁମେ ତୁମ ସାର୍ଙ୍କୁ ଦେଖାଇବ। ପିଲାମାନେ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ତୁମମାନଙ୍କୁ ବହୁତ ବହୁତ ଧନ୍ୟବାଦ।